ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶିର୍ଷା ଗ୍ରାମ ପଞ୍ଚାୟତର ନେଦା ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଉମେଶ ଚନ୍ଦ୍ର ମହାପାତ୍ରଙ୍କ ପୁଅ ଗୌତମ ମହାପାତ୍ର ବୟସ ପାଖାପାଖି 53 ହେବ। ଭୋର ସକାଳୁ କୋଡ଼ିଆ ଖାଲକୁ ଶୌଚ କରିବାକୁ ଯାଇଥିବା ବେଳେ ନିୟନ୍ତ୍ରଣ ହରାଇ ପଥର ଉପରେ ତାଙ୍କର ଗୋଡ଼ ଖସିଯିବାରୁ ସେ ପଥରରେ ଛେଚି ହୋଇ ଚେତାଶୂନ୍ୟ ହୋଇ ପାଣିରେ ପଡ଼ିଯାଇଥିଲେ। ଉକ୍ତ ଗ୍ରାମର କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳକୁ ସେହି ଜାଗାରେ ଗୌତମକୁ ପାଣିରେ ଭାସୁଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। ସୂଚନା ପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ଥିଲେ, କିନ୍ତୁ ସ୍ଥାନୀୟ ପୋଲିସକୁ ବାରମ୍ବାର ଫୋନ୍ କରିଥିଲେ ସୁଦ୍ଧା ପୋଲିସ ପହଞ୍ଚି ପାରିନଥିବାର ସୂଚନା ମିଳିଛି। ଦୁଃଖର ବିଷୟ ହେଲା। ଆପଣଙ୍କ ପରିଚୟ ଟିକେ ଦେବେ। ମୋ ନାଁ ସୁମନ୍ତ ମହାପାତ୍ର, ଘର ନେଦା। କ'ଣ ହେଇଛି ଘଟଣା? ଘଟଣା କହିଲେ ମୋ କାକା ଜଣ ରାତି ବୋଧେ 3ଟା ସାଢ଼େ 3ଟା ହେବ କି କେତେଟା ହେବ କହିହେବନି, ଆମେ ତ ଜାଣିନୁ। ସେ ଆମ କୋଡ଼ିଆ ଖାଳ ପାଖ ଶୌଚ ହେବା ପାଇଁ ଯାଇଥିଲେ। ତାର କି ପାଇଁ ଯାଇଥିଲେ କହିହେବନି, କିନ୍ତୁ ଝାଡ଼ା ଫେରିଛନ୍ ବୋଲି ଜଣା ପଡ଼ିଲା ପରେ ତ ଆମେ ଗାଁ ଲୋକ ଯେତେବେଳେ ଉଠିକି ଗଲେ ପ୍ରାୟ 5:30 5ଟା ତ ସକାଳେ ହେଉଛି, ସେତିକି ବେଳେ ଆମକୁ ଘର ଲୋକ ଦେଲେ ଯେ ତୁମ ଘର ଲୋକ ଜଣେ ପଡ଼ିଯାଇଛନ୍ ପାଣିରେ। ତ ଆମେ ସେତିକି ବେଳେ ଯାଇ ଦେଖିଲୁ। ଦେଖିଲା ବେଳେ ଦେଖିଲୁ କାକା। ତ ତାପରେ ଆମେ ଥାନାକୁ ଫୋନ୍ କଲୁ। ଥାନାକୁ ଫୋନ୍ କଲା ବେଳକୁ ସେମାନେ ତ ଆସିଲେନି। ତ ତାପରେ ଅଗ୍ନିଶମ ବାହିନୀକୁ ଫୋନ୍ କଲୁ। ଅଗ୍ନିଶମ ବାହିନୀ ଆସିଲେ। ଆସିକିନା ତାଙ୍କୁ ଉଠେଇକିନା ଆମ ଶିର୍ଷା ଗୋଷ୍ଠୀ କେନ୍ଦ୍ରକୁ ଆଣିଲେ। ତାପରେ ଶିର୍ଷା ଗୋଷ୍ଠୀ କେନ୍ଦ୍ରକୁ ଆଇଲା ପରେ ଆମ ଝାରପୁଖୁରିଆ ଥାନା ସେମାନେ ଆଇଲେ। ଏଇ 9 ପାଖାପାଖି ହେବ, ଏଗୁଡ଼େ ଟାଇମ୍ ତ କହିପାରିବିନି, ସେଇ ପାଖାପାଖି ଆସିଲେ। ଆସିକିନା ତାପରେ ତାଙ୍କ କାମ କଲେ ଆଉ କି। ତ ଆମେ ଥାନାକୁ ବାରମ୍ବାର ଫୋନ୍ କଲା ପରେ ବି ସେମାନେ କିଛି ଗୁରୁତ୍ୱ ନେଉନାହାନ୍ତି। ଏଇଟା ବହୁତ ଦୁଃଖଦ ଘଟଣା କଥା, କାହିଁକିନା ଆମେ ବାରମ୍ବାର ଫୋନ୍ କରୁଛୁ, ବିପଦରେ ଅଛୁ ବୋଲି ଫୋନ୍ କରୁଛୁ, ହେଲେ ସେମାନେ ଆମ ବିପଦକୁ ବିପଦ ବୋଲି ଭାବୁନାହାନ୍ତି। ତାଙ୍କ ମନମୁଖୀ ଟିକେ କାମ କରୁଛନ୍ତି। ଏଇ ଦୁଃଖ ଲାଗୁଛି ଯେ ଗରିବ ପାଇଁ କେହି ନାହିଁ। ତାହେଲେ ମୟୂରଭଞ୍ଜ ଜିଲ୍ଲା ସାରସକଣାରୁ ରାଜେଶ କୁମାର କଲିଆଙ୍କ ରିପୋର୍ଟ, G9 ଓଡ଼ିଆ। आपणको उत्तम चिकित्सा सेवा दरकार कि तेबे आसंतु दास हेल्थ केयर को, जेउठारे मिले न्यूरो, ऑर्थो, कार्डियोलॉजी, गायनेकोलॉजी और ब्रेन एंड स्पाइन सर्जरी रो सर्वोत्तम सेवा। एठारे रहिछि 24 घंटा 7 दिन आईसीयू और आपत्कालीन सेवा, अभिज्ञ डाक्टर मानक सहित। आपणक स्वास्थ्य आमर प्राथमिकता। आज ही संपर्क करंतु दास हेल्थ केयर।